ଓଡ଼ିଆ ନେଟ୍ ଏଚିଭର୍ସ ୟୁଟ୍ୟୁବ୍ ଚ୍ୟାନେଲର ଅନ୍ୟ ଏକ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ଆମ ଭିଡ଼ିଓ ଭଲ ଲାଗୁଥିଲେ ଓଡ଼ିଆ ନେଟ୍ ଏଚିଭର୍ସ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ ଏବଂ ସେୟାର କରିବେ। PDF ପାଇବାକୁ ଚାହୁଁଥିଲେ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରିବେ। ଟେଲିଗ୍ରାମ ଚ୍ୟାନେଲ ହେଉଛି ଓଡ଼ିଆ ନେଟ୍ ଏଚିଭର୍ସ ଟେଲିଗ୍ରାମ ଚ୍ୟାନେଲ। ମୋର ଯେଉଁ 30 ଗୋଟି ପ୍ରଶ୍ନ ଉତ୍ତରର ସିରିଜ୍ ଚାଲିଛି, ଆଜି କ୍ଲାସିସିଜିମ୍, ରୋମାଣ୍ଟିସିଜିମ୍ ଓ ବାସ୍ତବବାଦ ଉପରେ 30 ଗୋଟି ପ୍ରଶ୍ନ ଉତ୍ତର ଆଲୋଚନା କରିବା। କ୍ଲାସିକ୍ ଶବ୍ଦ କ୍ଲାସିୟସ୍ ଶବ୍ଦରୁ ଉତ୍ପନ୍ନ। କୋଉ ଶବ୍ଦରୁ ଉତ୍ପନ୍ନ? କ୍ଲାସିୟସ୍ ଶବ୍ଦରୁ ଉତ୍ପନ୍ନ। ତାର ଅର୍ଥ କ'ଣ? ଯାହା ଶ୍ରେଣୀରେ ପଢ଼ାଯାଏ ତାହା କ୍ଲାସିକ୍ ସାହିତ୍ୟ। ତାମାନେ କ୍ଲାସରେ ଯାହା ପଢ଼ାଯାଏ ବା ଶ୍ରେଣୀରେ ଯାହା ପଢ଼ାଯାଏ ତାହା କ୍ଲାସିକ୍ ସାହିତ୍ୟ। ଶ୍ରେଷ୍ଠମାନ ବିଶିଷ୍ଟ କୃତିକୁ ବା ଶ୍ରେଷ୍ଠ ସାହିତ୍ୟକୁ କ୍ଲାସିକ୍ ସାହିତ୍ୟ ବୋଲି କୁହାଯାଏ। ଶ୍ରେଷ୍ଠମାନ ବିଶିଷ୍ଟ ସାହିତ୍ୟ କୃତିକୁ ବା ଶ୍ରେଷ୍ଠ ସାହିତ୍ୟକୁ କ୍ଲାସିକ୍ ସାହିତ୍ୟ କୁହାଯାଏ। ତାମାନେ ଶ୍ରେଷ୍ଠ ସାହିତ୍ୟ କୃତି ଯେତିକି ବି ଅଛି ବା ଶ୍ରେଷ୍ଠ ସାହିତ୍ୟକୁ ଆମେ କ'ଣ କହୁଛେ? କ୍ଲାସିକ୍ ସାହିତ୍ୟ ବୋଲି କହୁଛେ। ଏ ଦୃଷ୍ଟିରୁ ଇଲିଆଡଙ୍କର ଓଡିଶୀ, ରାମାୟଣ, ମହାଭାରତ କ'ଣ? ଇଲିଆଡ, ଓଡିଶୀ, ରାମାୟଣ, ମହାଭାରତ, ଯୁଦ୍ଧ ଓ ଶାନ୍ତି, ଅମୃତର ସନ୍ତାନ, ଅଜ୍ଞାତ ମହାନ୍ତିଙ୍କର, 6 ମାଣ 8 ଗୁଣ୍ଠ, ଫକୀରମୋହନ ସେନାପତିଙ୍କର, ମାଟିର ମଣିଷ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ଶ୍ରୀରାଧା, ଶବରୀ ଇତ୍ୟାଦି କ୍ଲାସିକ୍ ସାହିତ୍ୟ ପଦବାଚ୍ୟ। ହେଲେ ଏସବୁ ସାହିତ୍ୟ ଗୁଡ଼ିକ ହେଉଛି ବା ସାହିତ୍ୟ କୃତି ଗୁଡ଼ିକ ହେଉଛି କ୍ଲାସିକ୍ ପଦବାଚ୍ୟ। ରୋମାଣ୍ଟିକ୍ ଶବ୍ଦ ପ୍ରଥମେ ଫ୍ରେଡେରିକ୍ ସ୍ଲେଗେଲ୍ 1997 ମସିହାରେ ପ୍ରୟୋଗ କରିଥିଲେ। ତାହେଲେ ରୋମାଣ୍ଟିକ୍ ଶବ୍ଦଟିକୁ ପ୍ରଥମେ କିଏ ପ୍ରୟୋଗ କରିଥିଲେ? ଫ୍ରେଡେରିକ୍ ସ୍ଲେଗେଲ୍ 1997 ମସିହାରେ। ରୋମାଣ୍ଟିକ୍ ଶବ୍ଦଟି ରୋମାଞ୍ଚ ବା ରୋମାନ୍ସ ଶବ୍ଦରୁ ଆସିଛି। କୋଉ ଶବ୍ଦରୁ ଆସିଛି ରୋମାଣ୍ଟିକ୍ ଶବ୍ଦଟି? ରୋମାଞ୍ଚ ବା ରୋମାନ୍ସ ଶବ୍ଦରୁ ଆସିଛି। ଏହାକୁ ପ୍ରକୃତିକୁ ପ୍ରତ୍ୟାବର୍ତ୍ତନ ହିଁ ରୋମାଣ୍ଟିକ୍ ଚେତନାର ମୂଳ ଲକ୍ଷ୍ୟ ବୋଲି ରୁଷ ମତ ଦେଇଛନ୍ତି। ରୁଷ ମତ କ'ଣ ଦେଇଛନ୍ତି? ଯେ ପ୍ରକୃତିକୁ ପ୍ରତ୍ୟାବର୍ତ୍ତନ ହିଁ ରୋମାଣ୍ଟିକ୍ ବୋଲି କହିଛନ୍ତି। ରୋମାଣ୍ଟିକ୍ ଚେତନାର ମୁଖ୍ୟ ବିଭବ ହେଉଛି ଉତ୍ତଙ୍ଗ କଳ୍ପନା ବିଳାସ, ପ୍ରକୃତି, ଦେଶାତ୍ମବୋଧ, ପ୍ରେମ ଭାବନା, ବିଷାଦବୋଧ, ରହସ୍ୟବୋଧ, ବ୍ୟକ୍ତିକ ଅନୁଭୂତି ଉପରେ ଗୁରୁତ୍ୱ ଦେଇଥାଏ। ଉତ୍ତଙ୍ଗ କଳ୍ପନା ବିଳାସ, ପ୍ରକୃତି, ଦେଶାତ୍ମବୋଧ, ପ୍ରେମ ଭାବନା, ବିଷାଦବୋଧ, ରହସ୍ୟବୋଧ, ବ୍ୟକ୍ତିକ ଅନୁଭୂତି ଉପରେ ରୋମାଣ୍ଟିକ୍ ଗୁରୁତ୍ୱ ଦେଇଥାଏ। ଫ୍ରାନ୍ସ ଉପନ୍ୟାସିକ ବାଲଜାକ୍, ମନେ ରଖିବେ ଏଗୁଡ଼ା, ଫ୍ରାନ୍ସ ଉପନ୍ୟାସିକ ବାଲଜାକ୍ ବାସ୍ତବବାଦର ପ୍ରତିଷ୍ଠାତା। ବାସ୍ତବବାଦର ପ୍ରତିଷ୍ଠାତା କିଏ? ବାଲଜାକ୍। ବାସ୍ତବ ରିଆଲିଜିମ୍ ଶବ୍ଦଟି ଶିଳ୍ପ ଓ ସାହିତ୍ୟକୁ ଦର୍ଶନ ଶାସ୍ତ୍ରରୁ ହିଁ ଆସିଛି। କୋଉଠୁ ଆସିଛି? ଦର୍ଶନ ଶାସ୍ତ୍ରରୁ ଆସିଛି। ବାସ୍ତବ ଶବ୍ଦଟି ସାମୟିକ ସମାଜ ଜୀବନ ଓ ଅର୍ଥନୈତିକ ଅବସ୍ଥାର ଚିତ୍ର ବାସ୍ତବବାଦୀ ସାହିତ୍ୟରେ ପ୍ରତିଫଳିତ ହୋଇଥାଏ। ସମାଜ ଜୀବନ ଏବଂ ଅର୍ଥନୈତିକ
ଅବସ୍ଥାର ଚିତ୍ର ବାସ୍ତବବାଦ ସାହିତ୍ୟରେ ପ୍ରତିଫଳିତ ହୋଇଥାଏ। ଆଜିର ପ୍ରଥମ ପ୍ରଶ୍ନ, ଏ classic can only occur when a civilization is mature. The language and literature are mature and they must be the work of a mature mind. ଏ ମତର ସ୍ରଷ୍ଟା କିଏ? ସେଣ୍ଟ ବ୍ୟୁରୋ, ଟି.ଏସ୍. ଏଲିୟଟ, ଏମ୍.ଡି. ରିମୁସାତ, ଥମାସ ମୋର। ଏକ ନମ୍ବର ପ୍ରଶ୍ନର ଉତ୍ତର କଣ ହବ? ଏକ ନମ୍ବର ପ୍ରଶ୍ନର ଉତ୍ତର ହବ ବି, ଟି.ଏସ୍. ଏଲିୟଟ। ପରବର୍ତ୍ତୀ ପ୍ରଶ୍ନ, କ୍ଲାସିକ ସାହିତ୍ୟ ବା କ୍ଲାସିକ ଚେତନା କେଉଁ ଚେତନାର ବିରୋଧୀ? ଆପଣମାନେ ଜାଣିଥିବେ ରୋମାଣ୍ଟିକ ଚେତନା। କ୍ଲାସିକର ବିରୋଧୀ ଚେତନା କୋଉ ଚେତନା? ରୋମାଣ୍ଟିକ ଚେତନା। ପରବର୍ତ୍ତୀ ପ୍ରଶ୍ନ, କେଉଁ ଦୁଇଟି କ୍ଲାସିସିଜିମର ପ୍ରଧାନ ଗୁଣ? କେଉଁ ଦୁଇଟି କ୍ଲାସିସିଜିମର ପ୍ରଧାନ ଗୁଣ? ସୌନ୍ଦର୍ଯ୍ୟ ଦୃଷ୍ଟି ଓ ଭାବପ୍ରବଣତା ହେଉଛି ରୋମାଣ୍ଟିକ। ସାମାଜିକ ଚିତ୍ର ଓ ନମନୀୟ ଶୈଳୀ ବି ରୋମାଣ୍ଟିକ। ପାରିପାର୍ଶ୍ୱିକତା ଓ ଭାଷିକ ଦକ୍ଷତା ଏ ବି ରୋମାଣ୍ଟିକ। ଭାବ ଅଖଣ୍ଡତା ଓ ପରିପକ୍ୱତା ହେଉଛି କଣ? କ୍ଲାସିସିଜିମର ପ୍ରଧାନ ଗୁଣ। 3 ନମ୍ବର ପ୍ରଶ୍ନ ଗଲା। ପରବର୍ତ୍ତୀ ପ୍ରଶ୍ନ, କ୍ଲାସିକ ସାହିତ୍ୟର ମୁଖ୍ୟ ବିଶେଷତ୍ୱ କଣ? ଉତ୍କୃଷ୍ଟ ବୌଦ୍ଧିକ ଚେତନାକୁ ଆମେ କଣ କହିବା? କ୍ଲାସିକ ବୋଲି କହିବା। ପରବର୍ତ୍ତୀ ପ୍ରଶ୍ନ, ହୋମରଙ୍କ ଇଲିଆଡ, ଓଡିସି କେଉଁ ଧରଣର କାବ୍ୟ? କ୍ଲାସିକ କାବ୍ୟ। ତ ସମସ୍ତେ ଜାଣିଥିବେ। 5 ନମ୍ବର ପ୍ରଶ୍ନର ଉତ୍ତର କଣ ହବ? ଏ, କ୍ଲାସିକ କାବ୍ୟ। ପରବର୍ତ୍ତୀ ପ୍ରଶ୍ନ, କ୍ଲାସିକ ଶବ୍ଦଟି କେଉଁ ଶବ୍ଦର ବ୍ୟୁତ୍ପନ୍ନ? କେଉଁ ଶବ୍ଦରୁ ବ୍ୟୁତ୍ପନ୍ନ? 6 ନମ୍ବର ପ୍ରଶ୍ନର ଉତ୍ତର କଣ ହବ? କ୍ଲାସିକସ। କୋଉ ଶବ୍ଦରୁ ଆସିଛି? କ୍ଲାସିକସ ଶବ୍ଦ। ପରବର୍ତ୍ତୀ ପ୍ରଶ୍ନ, କ୍ଲାସିକ ଶବ୍ଦର ଅର୍ଥ କେଉଁଠି ନୁହେଁ? ସର୍ବଶ୍ରେଷ୍ଠ ତ ନିହାତି ହେଇଥିବ। ଶ୍ରେଷ୍ଠ ମାନ, ବିଶିଷ୍ଟ କୃତି ଏଇଟା ବି ହଁ। ସାହିତ୍ୟ ବିକାଶର ଶ୍ରେଷ୍ଠ କଳା ଏଇଟା ବି ହଁ। ତାହେଲେ କଣ ହବ ଉତ୍ତର? କ୍ଲାସିକ ଶବ୍ଦର ଅର୍ଥ କେଉଁଠି ନୁହେଁ? ପୁରାଣ ଶ୍ରେଷ୍ଠ ସାହିତ୍ୟ। କଣ ହବ ଉତ୍ତର? 7 ନମ୍ବରର ଡି। ପରବର୍ତ୍ତୀ ପ୍ରଶ୍ନ 8 ନମ୍ବର, କସ୍ତମ୍ଭ କସ୍ତମ୍ଭ ଦାନ୍ତେଙ୍କର ଡିଭାଇନ କମେଡି। ଆମେ ଗୋଟେ ଜାଣିଲେ ଏହାର ଉତ୍ତର ସହଜରେ କରିପାରିବା ବା ଜାଣିପାରିବା। 4 ର ଆଇ, ତାହେଲେ ଆମେ ଆଗକୁ ଯିବା। 4 ର ଆଇ, ତାମାନେ ଇଏ ତ ହବନି, ଏଇଟା ହବ ନାହିଁ, ଲାଷ୍ଟଟା ବି ହେବ ନାହିଁ। ଏଇ ଦିଟା ହବ। ଏଇ ଦିଟା ଭିତରୁ କୋଉଟା ହବ? ଇଲିଆଡଙ୍କର କଣ? ୱେଷ୍ଟଲ୍ୟାଣ୍ଡ। ଇଲିୟଟଙ୍କର ୱେଷ୍ଟଲ୍ୟାଣ୍ଡ। 2 ର ଟ୍ରିପୁଲ ଆଇ। 2 ର ଟ୍ରିପୁଲ ଆଇ, ତାମାନେ ଏଇଟା। ଉତ୍ତର କଣ ହବ? 8 ନମ୍ବର ସି। ଯଦି ଗୋଟିଏ କରିବେ ଆଗ, ଯଦି ଏମିତି ଦିଟା ରହିଲା ଆଉ ଦିଟା ଅପସନ ଡିଲିଟ କରିଦେବେ। ଏ ଅପସନ ଟା ଡିଲିଟ ହେଇଗଲା, ଏଇ ଅପସନ ବି ଡିଲିଟ। ତାପରେ ରହିଲା କୋଉ ଅପସନ? ବି ଆଉ ସି। ତାପରେ ଆଉ ଗୋଟିଏକୁ ଆମେ ଡିଲିଟ କରିବା। ଇଲିୟଟ ଏବଂ ୱେଷ୍ଟଲ୍ୟାଣ୍ଡ ଯୋଉଟା ଜାଣିଥିବେ ତାକୁ ଆପଣମାନେ କରିବେ। ଯୋଉ ଇଲିଆଡ ୱେଷ୍ଟଲ୍ୟାଣ୍ଡ, ଆମେ ଦେଖିଲେ ଇଲିଆଡର ୱେଷ୍ଟଲ୍ୟାଣ୍ଡର ଲେଖକ କିଏ? ଇଲିୟଟ। ତେଣୁ ଆମେ ଜଏନ୍ କଲା ପରେ କଣ ପାଇଲେ ଉତ୍ତର? ସି ପାଇଲେ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ 9 ନମ୍ବର ପ୍ରଶ୍ନ, romanticism is any time the art of the day, classicism the art of the day before. ଏହି ମତଟି କାହାର? 9 ନମ୍ବର ପ୍ରଶ୍ନର ଉତ୍ତର କଣ ହବ? ସ୍ପେଣ୍ଡେଲ। Romanticism is any time
the art of the day, classicism the art of the day before। तार प्रश्न कौन हम? परवर्ती प्रश्न 10 नंबर प्रश्न, तपस्विनी गंगाधर मेहरଙ୍କର, महाजात्रा राधानाथ रायଙ୍କର। तपस्विनी महाजात्रा काव्य को कि प्रकार सृष्टि कुहाଯାଏ? ଆମେ ଜାଣିଛେ कौन? क्लासिक वाद, क्लासिसिज्म। परवर्ती प्रश्न, all the great orators were romantic in their day। यहाँ कହାର मत? 11 नंबर प्रश्न रो उत्तर कौन हम? बी हम। परवर्ती प्रश्न 12 नंबर प्रश्न, सर्वप्रथमे किए रोमांटिक शब्दर उत्पत्ति संपर्क सूचना देइथिले? रोमांटिक शब्दर उत्पत्ति संपर्क रे किए सूचना देइथिले? 12 नंबर प्रश्न रो उत्तर कौन हम? ए लगान पर्साल स्मिथ। परवर्ती प्रश्न 13 नंबर प्रश्न रो उत्तर कौन हम? निम्नलिखित मध्यरु केउटारे रोमांटिसिज्म रो आद्यभाष देखिबाकू मिले? 13 नंबर प्रश्न रो उत्तर कौन? आद्यभाष माने रोमांटिसिज्म कोठी प्रथमे देखा देइथिला? फ्रांस। एको मन रखिबे। परवर्ती प्रश्न, रोमांटिसिज्म इज डिजीज, क्लासिसिज्म इज हेल्थ। यह कहार मत? 14 नंबर प्रश्न रो उत्तर कौन हम? गेटे। एटा मन रखिबे, बहुत थर क्वेश्चन रे आसे। परवर्ती प्रश्न, जीन मॉर्स केउ बादर पुरोधा? 15 नंबर प्रश्न रो उत्तर कौन हम? सिंबलिज्म। परवर्ती प्रश्न, सौंदर्यबोध और सुदूर प्रति आकर्षण कहार धर्म भावे स्वीकृत? 16 नंबर प्रश्न रो उत्तर कौन हम? रोमांटिक सौंदर्यबोध माने कोठी सौंदर्यबोध जो क्वेश्चन रे सौंदर्यबोध शब्दटी थिबो सेठारे कौन हवा उत्तर? रोमांटिक वाद बा रोमांटिसिज्म। परवर्ती प्रश्न, वैकुंठनाथଙ୍କ ଯାତ୍ରା संगीत की प्रकार रचना? रोमांटिसिज्म। सॉरी, रहस्यवादी रचना। 17 नंबर कौन हवा उत्तर? रहस्यवादी रचना। ଯାତ୍ରା संगीत वैकुंठनाथଙ୍କର ଯାତ୍ରା संगीत रहस्यवादी रचना। परवर्ती प्रश्न 18 नंबर बी। 18 नंबर कौन हवा? बी, रिटर्न टू नेचर किए कहते? 18 नंबर बी, रिटर्न टू नेचर रूसो। 4 नंबर टू आई। 4 नंबर टू आई। ये देखन गोटे क्वेश्चन हेले हे गला, एते बड़ क्वेश्चन टा सॉल्व। 4 नंबर टू आई। तापर आउ गोटे करबा को पड़िबो, जेतु ए ऑप्शन नाही, ए नाही, ए आउ बी मध्यरे दीटा मध्यरे खोजिबा को पड़िबो। एठी भी 2i, ए भी 3i, ए दीटा भितर कोटा? रिटर्न टू नेचर। आई रो 1 रो आई, आई भी 1 रो आई भी। उत्तर कौन हबो? बी। परवर्ती प्रश्न 19 नंबर प्रश्न, रोमांटिक लाइक क्लासिकल was a term no attempt to define whichever seem entirely convicting to oneself or to other। 19 नंबर प्रश्न रो उत्तर कौन हबो? ग्रियर्सन। यह कहार उक्ति? ग्रियर्सन। परवर्ती प्रश्न, अन्नदा शंकरଙ୍କ सृजन स्वप्न कविता केउ धरणर सृष्टि? 20 नंबर प्रश्न रो उत्तर कौन हबो? डी, अन्नदा शंकरଙ୍କର सृजन स्वप्न कविताटी एक रोमांटिक वादी सृष्टि। परवर्ती प्रश्न,
କେଉଁଠି ଏକ ରୋମାଣ୍ଟିକ ସୃଷ୍ଟି ନୁହେଁ? ଆଲେଖିକା, ପଲ୍ଲିଶ୍ରୀ, କୋଣାର୍କ, ସାଧବ ଝିଅ ଏସବୁ ରୋମାଣ୍ଟିକ ସୃଷ୍ଟି, କିନ୍ତୁ ଆଲେଖିକାଟି ରୋମାଣ୍ଟିକ ସୃଷ୍ଟି ନୁହେଁ। ପରବର୍ତ୍ତୀ ପ୍ରଶ୍ନ 22 ନମ୍ବର ପ୍ରଶ୍ନ। ଶୁଣିବ ଯେବେ ପ୍ରିୟାଘ ମୋର ପ୍ରଣୟୀ ତବ ଜଗତେ ନାହିଁ, ଆସିବ ମୋର ଭସ୍ମ ପାଶେ ଦେବ ଦେବ ହି ତାରେ ଦେହର ଛାଇ। କଣ ଏଥିରେ କେଉଁ ଭାବଟି ସମ୍ବଳିତ? 22 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ରୋମାଣ୍ଟିକ ଭାବ। ପରବର୍ତ୍ତୀ ପ୍ରଶ୍ନ। ବାସ୍ତବବାଦର ପ୍ରତିଷ୍ଠାତା କିଏ? ବାଲଜାକ୍ ପ୍ଲେବୟ। ବାସ୍ତବବାଦର ପ୍ରତିଷ୍ଠାତା କିଏ? ବାଲଜାକ୍ ପ୍ଲେବୟ। ପରବର୍ତ୍ତୀ ପ୍ରଶ୍ନ। ବାସ୍ତବତାର କୀଟ କାଳ ମଧ୍ୟରେ ପ୍ରବେଶ କଲେ ସେ କାଳର ସମସ୍ତ ରସ ନିଃଶେଷ କରିଦିଏ। ବାସ୍ତବତାର କୀଟ କଳା ମଧ୍ୟରେ ପ୍ରବେଶ କଲେ ସେ କଳାର ସମସ୍ତ ରସ ନିଃଶେଷ କରିଦିଏ। କିଏ ସମସାମୟିକ ବାସ୍ତବତାର ଅନୁପ୍ରବେଶକୁ ଲକ୍ଷ୍ୟ କରି ଏପରି ମନ୍ତବ୍ୟ ଦେଇଥିଲେ? 24 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ରବୀନ୍ଦ୍ରନାଥ ଟାଗୋର। ପରବର୍ତ୍ତୀ ପ୍ରଶ୍ନ। ନିମ୍ନ କେଉଁ ଦେଶରେ ବାସ୍ତବବାଦ ପ୍ରଥମେ ଏକ ମତବାଦ ଭାବରେ ଦେଖା ଦେଇଥିଲା? 25 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ଫରାସୀ। ପରବର୍ତ୍ତୀ ପ୍ରଶ୍ନ। କାଳପୁରୁଷ କେଉଁ ଚେତନାର ଏକ ପ୍ରକୃଷ୍ଟ ଉଦାହରଣ? ରୋମାଣ୍ଟିକ ବାସ୍ତବବାଦୀ। କାଳପୁରୁଷ ରୋମାଣ୍ଟିକ ବାସ୍ତବବାଦୀ। ପରବର୍ତ୍ତୀ ପ୍ରଶ୍ନ। ସଚ୍ଚିଦାନନ୍ଦଙ୍କ ଭାନୁମତିର ଦେଶ କେଉଁ ଭାବନାର ଗ୍ରନ୍ଥ? 27 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ସଚ୍ଚିଦାନନ୍ଦ ରାଉତରାୟଙ୍କ ଭାନୁମତିର ଦେଶ ଅତି ବାସ୍ତବବାଦ ଭାବନାର ଏକ ଗ୍ରନ୍ଥ। ପରବର୍ତ୍ତୀ ପ୍ରଶ୍ନ। ଡିକନଷ୍ଟ୍ରକ୍ସନ ମତବାଦ ମୂଳତଃ କେଉଁ ପ୍ରସଙ୍ଗକୁ ଗୁରୁତ୍ୱ ଦିଏ? 28 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? କୃତି ଓ ତାର ଅର୍ଥ। ଡିକନଷ୍ଟ୍ରକ୍ସନ ମତବାଦ କୃତି ଓ ତାର ଅର୍ଥ ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦିଏ। ପରବର୍ତ୍ତୀ ପ୍ରଶ୍ନ। କବି ଭାନୁଜୀରାଓ କେଉଁ ଶ୍ରେଣୀର କବି? ପ୍ରତୀକବାଦୀ। ଭାନୁଜୀରାଓ ମନେ ରଖିବେ, ପ୍ରତୀକବାଦୀ କବି ହେଉଛନ୍ତି ଭାନୁଜୀ। ପରବର୍ତ୍ତୀ ପ୍ରଶ୍ନ ଏବଂ ଆଜିର ଶେଷ ପ୍ରଶ୍ନ। ମରାଳର ମୃତ୍ୟୁ ଗଳ୍ପରେ କେଉଁ ପାଶ୍ଚାତ୍ୟ ଚିନ୍ତାଧାରା ପ୍ରକାଶିତ? ବାସ୍ତବବାଦୀ। ମରାଳର ମୃତ୍ୟୁ ଗଳ୍ପରେ କେଉଁ ପାଶ୍ଚାତ୍ୟ ଚିନ୍ତାଧାରା ପ୍ରକାଶିତ? ବାସ୍ତବବାଦୀ ଚିନ୍ତାଧାରା। ଥ୍ୟାଙ୍କ ୟୁ ପିଲାମାନେ।